नमस्कार फ्रेंड्स, आज हूँ जनवरी मास 17 तारिख शनिवार। चलतु आज किसी बछा बछा खबर उपरे नजर पकाइबा। आजिकार प्रथम खबर, राज्य में शनिवार ठारू ठंडा प्रभाव कमिबो हेले कुहुडी बढ़ी पारे बोली कुहाଯାଉଛି। अपर पक्षरे 22 तारिख पर ठारू सामयिक भाव शीत प्रकोप बढ़ी पारे। पाणीपाग विभागर आकलन हैला अनुगुड़, झारसुगुड़ा, ढेंकानाल, सुंदरगढ़, खर्दा, कटक, जगतसिंहपुर, केन्द्रापड़ा रे शुक्रवार राति रे शीत लहरी अनुभूति होई पारे बोली मध्य कुहाଯାଉଛି। ଏହା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, କନ୍ଧମାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି। ଅନୁମାନ କରାଯାଉଛି କି ଦିନକ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା 2 ରୁ 4 ଡିଗ୍ରୀ ବଢ଼ିପାରେ। ବିସ୍ତାରିତ ପାଣିପାଗ ଆକଳନ ଅନୁସାରେ 16 ରୁ 22 ତାରିଖ ଭିତରେ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତାପମାତ୍ରା 4 ରୁ 8 ଡିଗ୍ରୀ, ଦକ୍ଷିଣ ଆଭ୍ୟନ୍ତରୀଣରେ 8 ରୁ 10 ଡିଗ୍ରୀ ଏବଂ ବାକି ଅଞ୍ଚଳରେ 10 ରୁ 14 ଡିଗ୍ରୀ ପାଖାପାଖି ରହିପାରେ ବୋଲି ମଧ୍ୟ କୁହାଯାଉଛି। ପରବର୍ତ୍ତୀ ଖବର, ଦେଶକୁ ଡରାଇଲାଣି ନିପାହ ଭାଇରସ। 2 ନର୍ସଙ୍କଠାରେ ମଧ୍ୟ ଏହି ଲକ୍ଷଣ ଦେଖାଯାଇଛି। କୋଲକାତାର ବୁରୱାନ ମେଡିକାଲ କଲେଜରୁ ଏହି ଘଟଣା ସାମ୍ନାକୁ ଆସିଛି। ପରେ 2 ଜଣଙ୍କୁ ଅନ୍ୟ ଏକ ମେଡିକାଲରେ ନେଇ ଆଡମିଟ୍ କରାଯାଇଛି ଓ ଟ୍ରିଟମେଣ୍ଟ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ବିଭିନ୍ନ ରାଜ୍ୟରେ ମଧ୍ୟ ଏହି ଭାଇରସକୁ ନେଇ ହାଇ ଆଲର୍ଟ ଜାରି ହୋଇସାରିଲାଣି। ନିପା ଭାଇରସ ପ୍ରକୋପକୁ ନେଇ ପଶ୍ଚିମବଙ୍ଗ ସରକାରକୁ ସତର୍କ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିପାହ ସଂକ୍ରମିତ ରୋଗୀ, ସନ୍ଦିଗ୍ଧ ରୋଗୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ସମସ୍ତ ସ୍ୱାସ୍ଥ୍ୟସେବା କର୍ମୀଙ୍କ ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶାବଳୀ 5 ଜଣିଆ ବିଶେଷଜ୍ଞ ଡାକ୍ତରଙ୍କ ଦଳ ଦ୍ୱାରା ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶାବଳୀ ଅନୁସାରେ ନିପାହ ସଂକ୍ରମିତ ରୋଗୀ କିମ୍ବା ନିପା ପରି ଲକ୍ଷଣ ଥିବା ବ୍ୟକ୍ତିଙ୍କ ରକ୍ତ, ଲାଳ, ଶରୀର ତରଳ ପଦାର୍ଥ କିମ୍ବା ଛିଙ୍କ କିମ୍ବା କାଶବୁନ୍ଦା ସଂସ୍ପର୍ଶରେ ଆସିଥିବା ଯେକୌଣସି ବ୍ୟକ୍ତିଙ୍କୁ ଅତି କମରେ 21 ଦିନ ପାଇଁ ଘରେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ମଧ୍ୟ କୁହାଯାଇଛି। ପରବର୍ତ୍ତୀ ଖବର, ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଚାଷୀଙ୍କ ଆକାଉଣ୍ଟକୁ ମୋଟ 21ଟି କିସ୍ତି ସ୍ଥାନାନ୍ତରିତ ହୋଇଛି। ଯୋଜନାର ଢାଞ୍ଚା ଅନୁସାରେ ପ୍ରତ୍ୟେକ କିସ୍ତି ପ୍ରାୟ ପ୍ରତି 4 ମାସରେ ଜାରି କରାଯାଇଛି। ପୂର୍ବ କିସ୍ତିର ସମୟ ସୀମାକୁ ଆଧାର କରି ଫେବୃଆରୀ ପରବର୍ତ୍ତୀ କିସ୍ତି ପାଇଁ ଉପଯୁକ୍ତ ସମୟ ମନେ ହେଉଛି। ବର୍ତ୍ତମାନ ସରକାରଙ୍କ ଦ୍ୱାରା କୌଣସି ସରକାରୀ ତାରିଖ ଘୋଷଣା କରାଯାଇ ନାହିଁ। ହେଲେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଫେବୃଆରୀରେ 22ତମ କିସ୍ତି ପ୍ରକାଶିତ ହେବାର ଆଶା କରାଯାଉଛି। ଏହା ମଧ୍ୟ ବିଶ୍ୱାସ କରାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି କିସ୍ତି ଜାରି କରିପାରନ୍ତି, ଯେପରି ପୂର୍ବ ଅନେକ କିସ୍ତି ସହିତ ହୋଇଛି। ସରକାର ଫେବୃଆରୀରେ ମଧ୍ୟ ବଜେଟ୍ ଉପସ୍ଥାପନ କରିବେ, ତେଣୁ ଏହା ବିଶ୍ୱାସ କରାଯାଉଛି ଯେ ବଜେଟ୍ ପୂର୍ବରୁ କିସ୍ତି ଜାରି ହୋଇପାରେ। ହେଲେ ସଠିକ୍ ତାରିଖ କେବଳ ସରକାରୀ ସୂଚନା ପରେ ଜଣାପଡ଼ିବ ବୋଲି ମଧ୍ୟ କୁହାଯାଉଛି। ପରବର୍ତ୍ତୀ ଖବର, ଆସନ୍ତା 18 ତାରିଖରେ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ। ବନ୍ୟପ୍ରାଣୀ ବିଭାଗ ଅଧୀନ 5ଟି ରେଞ୍ଜ ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀରେ ଗଣନା ହେବ। ଗଣନାରେ ମୋଟ 22ଟି ନିୟୋଜିତ ହେବେ। ବନ ବିଭାଗ କର୍ମଚାରୀ, ପକ୍ଷୀ ସୁରକ୍ଷା ବାହିନୀ, ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା, OUATର କର୍ମଚାରୀ, ଛାତ୍ରଛାତ୍ରୀ ଓ ପକ୍ଷୀ ବିଶେଷଜ୍ଞ ଓ CDAର କର୍ମଚାରୀମାନେ ସାମିଲ ହେବେ ବୋଲି କୁହାଯାଉଛି। ବାଇନାକୁଲାର, ବାର୍ଡସ୍ ଗାଇଡ ବୁକ୍, କ୍ୟାମେରା, GPS ଟ୍ରାକର ଆଦି ବ୍ୟବହାର କରାଯିବ। ଚିଲିକା ହ୍ରଦରେ 3 ଦିନ ଧରି ଡଲଫିନ୍ ଗଣନା ମଧ୍ୟ କରାଯିବ। ଆସନ୍ତା 20, 21 ଓ 22 ତାରିଖରେ ବାଲୁଗାଁ ଏବଂ ସାତପଡ଼ା ଅଞ୍ଚଳରେ ଡଲଫିନ୍ ଗଣନା କରାଯିବ। ଏଥିରେ 18ଟି ଟିମ୍ରେ ମୋଟ 90 ଜଣ ଗଣନାରେ ନିଯୁକ୍ତି ହେବେ। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମିଳିତ ସହଯୋଗରେ ଗଣନା କରାଯିବ ବୋଲି କୁହାଯାଉଛି। ଏହି ସମୟରେ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀମାନଙ୍କୁ ଚିଲିକା ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ପରବର୍ତ୍ତୀ ଖବର, ଏଣିକି ପରୀକ୍ଷା କିମ୍ବା ଚାକିରି ଆବେଦନ କରିବାକୁ ପଡ଼ିବନି NOC। ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଅନୁମତି ଜାରି କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଐତିହାସିକ ନିଷ୍ପତ୍ତି। ଏବେ ନିଜ କ୍ୟାରିୟରରେ ଉନ୍ନତି କରିପାରିବେ ସରକାରୀ କର୍ମଚାରୀ। ଚାକିରି ଆଶାୟୀ ସରକାରୀ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। GA and PG ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର NOC ମାଗିବାକୁ ପଡ଼ିବ ନାହିଁ। ଏଣିକି ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଷ୍ଟାଣ୍ଡିଂ ପରମିଶନ ବା ସ୍ଥାୟୀ ଅନୁମତି ପ୍ରଦାନ କରିଛନ୍ତି। ଏହି ନିର୍ଦ୍ଦେଶନାମା ବଳରେ କର୍ମଚାରୀମାନେ UPSC, OPSC, SSB, OSSC ଏବଂ OSSC ଭଳି ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ସିଧାସଳଖ ଆବେଦନ କରିପାରିବେ।